ଉଦ୍ଦୀକରଣ ବା ଭଲକାନ କିପରି ହୋଇଥାଏ? ଆମେ ପ୍ରଥମେ ବୁଝିବାକୁ ହେବ ମାଟି ତଳର ସ୍ତର। ମାଟି ତଳେ ତିନୋଟି ସ୍ତର ରହିଥାଏ। ପ୍ରଥମ ସ୍ତରକୁ କ୍ରଷ୍ଟ, ଯାହା ସିଲିକନ ଏବଂ ଆଲୁମିନିୟମରେ ତିଆରି ଏବଂ ତାକୁ ଆମେ ସର୍ଟରେ କହିଥାନ୍ତି ସିଆଲ ବୋଲି। ଦ୍ୱିତୀୟ ସ୍ତରକୁ ମେଣ୍ଟାଲ କୁହାଯାଏ, ଯାହା ସିଲିକନ ଏବଂ ମାଗ୍ନେସିୟମ ବୋଲି କହିଥାଉ ଏବଂ ସର୍ଟରେ ଆମେ ତାକୁ ସୀମା ବୋଲି କହିଥାଉ। ତୃତୀୟ ସ୍ତର ବା ଶେଷ ସ୍ତର ହେଉଛି କୋର, ଯାହା ନିକେଲ ଏବଂ ଲୁହାରେ ତିଆରି, ଯାହାକୁ ସର୍ଟରେ ଆମେ ନିଫେ ବୋଲି କହିଥାଉ। ଅତ୍ୟଧିକ ଚାପ ଏବଂ ତାପ ଯୋଗୁଁ କୋର ସ୍ତରରେ ଥିବା ନିକେଲ ଏବଂ ଲୁହା ଅର୍ଦ୍ଧତରଳ ଅବସ୍ଥାରେ ଥାଏ, ଯାହାକୁ ମାଗ୍ମା କୁହାଯାଏ। କିନ୍ତୁ ପ୍ଲେଟ୍ ଟେକ୍ଟୋନିକ୍ ଅସନ୍ତୁଳନ ଯୋଗୁଁ ସେହି ମାଗ୍ମା ଆଗ୍ନେୟ ପଥ ଦେଇ ଭୂପୃଷ୍ଠକୁ ଆସିଥାଏ ଏବଂ ଶେଷରେ ତାହା ଲାଭାରେ ପରିଣତ ହୋଇଥାଏ, ଯେଉଁଠି ପାଉଁଶ ଏବଂ ବିଷାକ୍ତ ଗ୍ୟାସ୍ ମଧ୍ୟ ନିର୍ଗତ ହୋଇଥାଏ। ଅତ୍ୟଧିକ ଲାଭା ଜମିବା ହେତୁ ତାହା ଲାଭା ପର୍ବତରେ ପରିଣତ ହୋଇଥାଏ।